ଜିଖରୀୟ ଭବିଷ୍ୟତ ବକ୍ତା ବା ଜିଖରୀୟ ଯାଜକ ଭବିଷ୍ୟବାଣୀ ପ୍ରଦାନ କରୁଅଛନ୍ତି। ପରିତ୍ରାଣ ସାଧନ ନିମନ୍ତେ ଅଟେ, ସର୍ବ ଜଗତ ପାଇଁ, ଧନ୍ୟବାସୀ ମାନଙ୍କ ପାଇଁ ଏହା ପରିତ୍ରାଣର ଆଶୀର୍ବାଦ ନେଇ ଆସିଅଛି। ଏହି ବାକ୍ୟ ସଫଳ ହେବା ପାଇଁ ପ୍ରଭୁ ଯୀଶୁଙ୍କର ଜନ୍ମର 700 ବର୍ଷ ପୂର୍ବେ, ତହିଁରୁ ଅଧିକ ବର୍ଷ ପୂର୍ବେ ଯେଶାୟା ଭବିଷ୍ୟତ ବକ୍ତା, ଯାହାକି ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟେ କଥା କହିଥିଲେ, ଯେ ଯେଶାୟା ପୁସ୍ତକ ତାର 7 ପର୍ବର 14 ପଦରେ ସେଇ କଥା କହନ୍ତି, ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ, ଆଉ ତାହାର ନାମ ଇମାନୁଏଲ ଦେବ, ଅର୍ଥାତ୍ ଆମ୍ଭ ମାନଙ୍କର ସହିତ ଈଶ୍ୱର ବା ପରମେଶ୍ୱର। ଇସ୍ରାଏଲ ଲୋକମାନେ ପରମେଶ୍ୱରଙ୍କର ସହିତ ସେପରି ଭାବରେ ବାସ କରିବା ଜାଣିନଥିଲେ କି ଅନୁଭୂତି ନଥିଲା, କିନ୍ତୁ ପ୍ରଭୁ ଯୀଶୁଙ୍କର ଜନ୍ମ ଏହି ଇସ୍ରାଏଲକୁ ସର୍ବ ଜଗତକୁ ପରିତ୍ରାଣର ଆଶୀର୍ବାଦ ନେଇ ଆସିଲେ, ଯାହା ଫଳରେ ପରମେଶ୍ୱର ଆମମାନଙ୍କ ମଧ୍ୟରେ ଜନ୍ମ ନେଲେ। ସେ ହେଉଛି ପ୍ରଥମ ଆଶୀର୍ବାଦ। ମୋର ପ୍ରିୟ ବନ୍ଧୁ ମାନେ, ଆଜି ଆମମାନେ ମଧ୍ୟ ଆମମାନଙ୍କର ଚତୁର୍ଦିଗରେ ଶତ୍ରୁ, ଚତୁର୍ଦିଗରେ ମହାମାରୀର ଆତଙ୍କ, ଚତୁର୍ଦିଗରେ ବିଭିନ୍ନ ପ୍ରକାର କରାଳ ଛାୟା ଆମମାନଙ୍କ ଉପରକୁ ମାଡ଼ି ଆସୁଛି, କିନ୍ତୁ ଏତିକି ମନେ ରଖନ୍ତୁ, 2020 ଯେପରି ଥିଲା 2021 ସେପରି ନଥିବ, ଡିସେମ୍ବର ଯେପରି ଥିଲା ଜାନୁଆରୀ ସେପରି ନଥିବ। କାରଣ ପରିତ୍ରାଣ ଦେବା ପାଇଁ, ଉଦ୍ଧାର କରିବା ପାଇଁ, ଶତ୍ରୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ଏକ ଆଶୀର୍ବାଦ ନେଇ ପରିତ୍ରାଣକର୍ତ୍ତା, ତ୍ରାଣକର୍ତ୍ତା ଓହ୍ଲାଇ ଆସିଛନ୍ତି। ଦ୍ୱିତୀୟ ଆଶୀର୍ବାଦ ମାନେ ଚିନ୍ତା କରିବା, ସେଇ ଲୁକ ପୁସ୍ତକ ଯଦି ଆମମାନେ 1 ପର୍ବର 28 ପଦ ପଢିବା, ଦ୍ୱିତୀୟ ଆଶୀର୍ବାଦ କଥା ମରିୟମଙ୍କୁ ଦିଆଗଲା, ତାହା ହେଉଛି ଅନୁଗ୍ରହର ଆଶୀର୍ବାଦ। ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗ ଅନୁଗ୍ରହ ପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମର ସହବର୍ତ୍ତୀ। ମରିୟମ ଜଣେ ଅନୁଢା କୁମାରୀ ଥିଲେ, ପ୍ରଭୁ ପ୍ରିୟା ଥିଲେ, ସଦାପ୍ରଭୁଙ୍କୁ ଭୟ କରୁଥିଲେ, ବ୍ୟବସ୍ଥାଧୀନ ହୋଇ ଜୀବନ କାଟୁଥିଲେ। ମୋର ପ୍ରିୟ ବନ୍ଧୁ ମାନେ, ବିବାହ ନିର୍ବନ୍ଧ ସେମାନଙ୍କର ହେଇଥିଲା ଯୋସେଫଙ୍କର ସହିତ। ଏପରି ଏକ ମୁହୂର୍ତ୍ତ ମଧ୍ୟରେ ଗାବ୍ରିଏଲ ଆସି ପହଞ୍ଚି କୋଉ ଅଛନ୍ତି, ଆଗୋ ଅନୁଗ୍ରହର ପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମର ସହବର୍ତ୍ତୀ। ପ୍ରିୟ ବନ୍ଧୁ ମାନେ, ମରିୟମଙ୍କ ପାଇଁ କେବଳ ଅନୁଗ୍ରହ, ମରିୟମଙ୍କ ପାଇଁ କେବଳ ଯେ ପ୍ରଭୁ ସହବର୍ତ୍ତୀ ହେଇ ଆସିଲେ ତା ନୁହଁ, ଆଜି ସମଗ୍ର ଜଗତ ନିମନ୍ତେ ଅନୁଗ୍ରହ ଆସିଅଛି। ତାହା ନିଶ୍ଚିତ ଭାବରେ ଏକ ଆଶୀର୍ବାଦ ଅଟେ। ତାହା ଈଶ୍ୱରଙ୍କର ବାକ୍ୟରେ ଯଦି ଆପଣମାନେ ଦେଖିବେ, ଗ୍ରୀକ ଶବ୍ଦ ବା ମୂଳ ଶବ୍ଦରେ ଯାହା ଲେଖାଗଲା, ଖାରିସ୍ ବୋଲି ଗୋଟେ ଶବ୍ଦ, ଯାହାକୁ କି ଗ୍ରେସ୍ ବୋଲି ଇଂରାଜୀରେ ଭାଷାନ୍ତର କରାଯାଏ, ଯାହାକି ଅନୁଗ୍ରହ। ଏହି ଅନୁଗ୍ରହ ଇସ୍ରାଏଲ ଲୋକ 400 ବର୍ଷ ଧରି ପାଇନଥିଲେ, ଅନ୍ଧକାର ଯୁଗ ମଧ୍ୟରେ ବାସ କରୁଥିଲେ। କିନ୍ତୁ ଯେତେବେଳେ ସ୍ୱର୍ଗ ଉନ୍ମୁକ୍ତ ହେଲା, ଗାବ୍ରିଏଲ ଦୂତ ଏହି କଥା ପ୍ରକାଶ କଲେ ଯେ ପରମେଶ୍ୱରଙ୍କର ଅନୁଗ୍ରହ ବର୍ତ୍ତମାନ ଏହି ଜଗତ ମଧ୍ୟକୁ ଆସୁଅଛି। ପ୍ରଭୁ ତୁମର ସହବର୍ତ୍ତୀ ହେବେ, ପ୍ରଭୁ ତୁମର ସାଥିରେ ରହିବେ। ବ୍ୟବସ୍ଥାର କଠୋର ବିଚାର ନୁହେଁ, କିନ୍ତୁ ମୋର ପ୍ରିୟ ବନ୍ଧୁ ମାନେ, ପ୍ରଭୁ ଯୀଶୁ ଜଗତରେ ଜନ୍ମ ନେଇ ଅନୁଗ୍ରହକୁ ନେଇକରି ଆସିଲେ। କାହା ପାଇଁ? ପାପୀ ମାନଙ୍କ ପାଇଁ, ଦୁଃଖୀ ମାନଙ୍କ ପାଇଁ, ରୋଗ ବ୍ୟାଧି ସଙ୍କଟରେ ପଡିଥିବା ଲୋକମାନଙ୍କ ପାଇଁ, ଯେଉଁମାନେ ଅନାହାରରେ ଅଛନ୍ତି ସେମାନଙ୍କ ପାଇଁ, ଯେଉଁମାନେ ଅନ୍ଧକାରରେ ବାସ କରୁଛନ୍ତି, ଶୟତାନର ଅନୁଗମନକାରୀ ଭାବରେ ଅଛନ୍ତି, ସେମାନଙ୍କ ପାଇଁ ପ୍ରଭୁ ଅନୁଗ୍ରହ ନେଇ ଆସିଅଛନ୍ତି। ତେଣୁ କରି ତ ଆମମାନେ ବାକ୍ୟରେ ପଢୁ ଯେ ତୁମର ଧର୍ମ କର୍ମ ଦ୍ୱାରା ନୁହଁ, ତୁମର କୌଣସି କଠିନ ପରିଶ୍ରମ ଦ୍ୱାରା ନୁହଁ, କିନ୍ତୁ ବିଶ୍ୱାସ ଦ୍ୱାରା ଅନୁଗ୍ରହରେ ତୁମେ କଣ ପାଇଅଛ? ପରିତ୍ରାଣ ପାଇଅଛ। ଯେପରି ତୁମର କର୍ମ ସକାଶୁ ବୋଲି କିଛି ବୋଷ୍ଟ କରିବ ନାହିଁ, ଗର୍ବ ଅହଙ୍କାର କରିବ ନାହିଁ। ଏହି ଅନୁଗ୍ରହର ଯୁଗରେ ଅନୁଗ୍ରହର ସୀମା ନାହିଁ ମୋର ପ୍ରିୟ ବନ୍ଧୁ ମାନେ। ତାହା ଯେ କେବଳ ଧାର୍ମିକ ମାନେ ପାଇବେ, ମଣ୍ଡଳୀର ଲୋକମାନେ ପାଇବେ, ଖ୍ରୀଷ୍ଟିଆନ ମାନେ ପାଇବେ, ତା ନୁହଁ। ଅନୁଗ୍ରହ ସମସ୍ତଙ୍କ ପାଇଁ। ସେ ପାପୀ ହେଇଥାଉ, କି ସେ ନିଷ୍ଠୁର ଚୋର ହେଇଥାଉ,
कि से जड़ परी मनुष्य हे थाउ कि अविश्वासी हृदय हे थाउ परमेश्वरंकर अनुग्रह अवेलेबल फॉर यू। आज आपण जे भी मोर एही वाक्य को ईश्वरंकर वाक्य को शुणु अछंती मु एतिकी कहबाकू चाहे आपण आज जेते परमेश्वरंक ठारू दूर को चली जाइथिले मध्य ईश्वरंकर अनुग्रहर सीमा नाही मोर प्रिय बंधु माने सीमा अतिक्रम करी आपणक निकटरे से पहुंची जिवो से हेला परमेश्वरंकर अनुग्रह। जेपरिक साउल कहले दाऊद कहले हे प्रभु मु किए मोर वंश कौन मूसा मध्य कहले मु किए मोर वंश कौन प्रभु मते तुम्हें मनोनीत करिअछ। से दिन मरियम को स्वर्गीय दूत कहले तुम्हें अनुग्रह प्राप्त होइअछ जो अनुग्रह पाउलंक पई यथेष्ट थिला। मोर प्रिय बंधु माने आज आपणक परिवार पई मो परिवार पई मंडली पई ईश्वरंकर अनुग्रह आशीर्वाद स्वरूपे आसीअछि। तृतीय आशीर्वाद लूक पुस्तक तार 1 अध्याय जदि आम माने तार 42 पद पढ़िबा तृतीय आशीर्वाद तृतीय व्यक्ति निमंते से हेउछंती एलिसाबेथ जिखरियंकर वृद्धा भार्या जे कि बंध्या थिले पुणी गर्भवती हेले प्रसव कला परे संतान को देखी ईश्वरंकर आत्मा रे परिपूर्ण हे मध्य से प्रशंसा करिसंती। एही स्थान रे जेतेबेले से गर्भवती अछंती मरियम तांको गृह रे प्रवेश कले। मरियम जेतेबेले गृह रे प्रवेश करूचंती 42 पदरे देखंतु अति उच्च स्वर रे कहिले नारी मानक मध्य रे तुमे धन्य पुणी धन्य तुम गर्भर फल। मरियमक गर्भ रे ईश्वरंकर एकमात्र पुत्र अछंती पुणी एलिसाबेतंकर गर्भ रे जहन अछंती। मोर प्रिय बंधु माने जेतेबेले मरियमंकर संबोधन सुनिले एलिसाबेत छुआटी नाचिबाकू आरंभ कला। काहींकि नाचिबाकू आरंभ कला जगत मध्य को आत्मा रे परिपूर्ण हे मातृ गर्भरु आसीबा कथा लूक पुस्तक 1 पर्वर 15 पदरे लिखा जाए 15 पदरे लिखा जाए पुणी मातार उदर सुधा जहन पवित्र आत्मा रे पूर्ण हेबे। प्रिय बंधु माने से आनंद करी नाचिबाकू लागिला मातृ गर्भरे सेही समय रे एलिसाबेत मध्य पवित्र आत्मा रे परिपूर्ण होई परमेश्वरंकर प्रशंसा कले। तृतीय आशीर्वाद एलिसाबेत को आसिला जे पवित्र आत्मा रे पूर्ण होई आनंद करिबा। बड़ दिनर तृतीय आशीर्वाद पवित्र आत्मा रे परिपूर्ण होई आमने आनंद करिबा पई आमनकर जे जहाँकि मनी पर्स जे भर्ती हेची ता बोलिकरी आमे आनंद करिबा ता नुह बैंक बैलेंस बड़ अछि बोली आनंद करिबा ता नुह बड़ घर बड़ कार नेली बड़ गाड़ी नेली बोली आनंद करिबार ता नुह किंतु पवित्र आत्मा रे परिपूर्ण होई आनंद करिबा पई प्रभु आशीर्वाद नै एई बड़ दिन रे आसीअछंती। जहन मातृ गर्भरु नाचिबाकू आरंभ कले तेणु करी जहन पुस्तक जदि तार 3 अध्याय 29 पदरे पढ़िबे सेथिरे लेखा अछि जे कन्या ग्रहण करंती से बर से होचंदी प्रभु यीशु ख्रीष्ट किंतु बरंक जेउ बंधु ठिया होई तांको कथा सुने से बरंक स्वर सकाशे अत्यंत आनंदित हुए। मातृ गर्भरु जहन प्रभु यीशुंकर स्वर शुणी आनंदित हेइथिले अतएव मोहर एही आनंद पूर्ण होई अछि बोली जहन परे कहले। आज मोर प्रिय बंधु माने प्रभु यीशुंकर जन्म बड़ दिन रे जेउ दिन हेउना काहीकि आज हो कि डिसेंबर 25 हो आम माने आनंद करिवार कारण अटे कारण से आम मानक निमंते जगत मध्य को आसिले जेपरिक आम माने तांकरी साहाय्यकारी आत्मा को से देबे पुंक देइकिरी आम माने पवित्र आत्मा रे परिपूर्ण हेबा एवं दुख रे सुख रे महामारी आसु अभाव आसु चाकरी जाऊ संकट आसु किंतु आम माने कौन करिबा ना आनंद करिबा। हालेलुया। आम माने पवित्र आत्मा रे पूर्ण होई आनंद करिबा पई तृतीय आशीर्वाद आसिला। चतुर्थ आशीर्वाद आम माने चिंता करिबा जहा कि जोसेफंक निमंते आसीथिला। चतुर्थ आशीर्वाद आपण माने देखिबे माथ्यू लिखित सुसमाचार तार प्रथम अध्याय पुणी तार 19 एवं 20 पदरे जहा कि जोसेफंक निमंते आसिला जेउ जोसेफ कि मरियमंकर सहित तांकर विवाह निर्बंध हेइथिला। आउ जेतेबेले विवाह निर्बंध हेइथिला से जानिबा को पाइले जे मरियम गर्भवती अछंती बोली तेणु करी से रहस्य भाव रे मनस्थ कले तांको त्याग करिबा पई
19 ଏବଂ 20 ପଦ ମୁଁ ପଢିବି। ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ମୋର ପ୍ରିୟ ବନ୍ଧୁମାନେ, ଯୋସେଫଙ୍କୁ ସେଦିନ ବାଟ ବଣା ଅବସ୍ଥାରେ ଥିଲାବେଳେ ପ୍ରଭୁ ପରମେଶ୍ୱର ତାଙ୍କରି ପୁତ୍ରଙ୍କର ଆଗମନ ଯେ ପଥ ପ୍ରଦର୍ଶକ ଭାବରେ ସେ ଯାଇଛନ୍ତି ତାହା ଦର୍ଶାଇ ଦେଲେ। ବାଟ ବଣା ଲୋକକୁ, ହଜି ଯାଇଥିବା ଲୋକଙ୍କୁ, ପାପରେ ପଡି ଅନ୍ଧକାର ମଧ୍ୟରେ ଗମନ କରୁଥିବା ଲୋକଙ୍କୁ, ନିଜ ଇଚ୍ଛାରେ ନିଜ ଚିନ୍ତାରେ ଆଉଜି ପଡିଥିବା ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ମୁଁ ପଥ, ସତ୍ୟ ଓ ଜୀବନ ବୋଲି ପ୍ରଭୁ ଯୀଶୁ କହିଲେ। ଯେଉଁମାନେ ଅନ୍ଧକାର ମଧ୍ୟରେ ଅଛନ୍ତି, ନିଜର ନିଷ୍ପତ୍ତି ଉପରେ ସେମାନେ ନିଜର ବାଟ ମନୋନୀତ କରିଛନ୍ତି, ସେମାନଙ୍କ ପାଇଁ ପ୍ରଭୁ ଆସି କହୁଅଛନ୍ତି, ମୁଁ ପରା ତୁମର ପଥ ପ୍ରଦର୍ଶକ। ଯୋସେଫ ଧାର୍ମିକ ଥିଲେ, ତେଣୁକରି ଯାହାଙ୍କର ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା ସେହି ସ୍ତ୍ରୀଙ୍କୁ, କାରଣ ଜିହୁଦୀ ମାନଙ୍କର ଏଙ୍ଗେଜମେଣ୍ଟ ମଧ୍ୟ ବିବାହ ପରି, ସେମାନଙ୍କର ବନ୍ଦୋବସ୍ତ ସରିଲା ପରେ, ନିର୍ବନ୍ଧ ସରିଲା ପରେ ସେମାନଙ୍କୁ ସ୍ୱାମୀ ସ୍ତ୍ରୀ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଗୋଟାଏ ବର୍ଷ କାଳ କିମ୍ବା ଯେଉଁ ଦିନ ତାରିଖ ବିବାହ ନିମନ୍ତେ ନିର୍ଦ୍ଧାରିତ ହେଇଥିବ, ସେଇ ତାରିଖ ପର୍ଯ୍ୟନ୍ତ ସେମାନେ ପରସ୍ପର ମିଳନ କରିବେ ନାହିଁ, କିନ୍ତୁ ତାହା ବିବାହ ସହିତ ସମତୁଲ ଅଟେ। ଏପରି ସମୟରେ ଯେତେବେଳେ କି ଏହି ମରିୟମ ଗର୍ଭବତୀ ହେବାର ବିଷୟ ଶୁଣିଲେ, ତାଙ୍କର ବ୍ୟବସ୍ଥାନୁସାରେ ସେ ତାଙ୍କୁ କଣ କରିବା କଥା? ଦ୍ୱିତୀୟ ବିବରଣ ଯଦି 22 ଅଧ୍ୟାୟ ତାର 13 ପଦରୁ 21 ପଦ ଆପଣ ପଢିବେ, ସେଥିରେ ଦେଖିବେ ତାଙ୍କୁ ସମାଜ ମଧ୍ୟକୁ ଅଣାଯିବ। ସେ ପାପରେ ଧରା ପଡିଥିବାରୁ ତାଙ୍କୁ ପ୍ରସ୍ତରାଘାତ କରି ମାରିବାକୁ ପଡିବ। ଏ ସମସ୍ତ ବିଷୟରୁ ବଞ୍ଚିତ କରିବା ପାଇଁ ଧାର୍ମିକ ଯୋସେଫ ସେ କଣ କରୁଛନ୍ତି ନା ଗୁପ୍ତରେ ତାଙ୍କୁ ତ୍ୟାଗ କରିବା ପାଇଁ ଇଚ୍ଛା କଲେ। ସେ ବିଶ୍ୱାସ କରିଥିବେ ସତ, କିନ୍ତୁ ମନୁଷ୍ୟ ଭାବରେ ତାକୁ ଗ୍ରହଣ କରିବା ପାଇଁ ସେ ପସନ୍ଦ କରିନଥିଲେ। ଏହି ସମୟରେ ପରମେଶ୍ୱର ତାଙ୍କର ଦୂତଙ୍କ ମାଧ୍ୟମରେ ସ୍ୱପ୍ନ ଦର୍ଶନ ଦେଇ କହିଲେ, ତୁମେ ଭୟ କର ନାହିଁ ମରିୟମଙ୍କୁ ଗ୍ରହଣ କରିବା ପାଇଁ। ପ୍ରିୟ ବନ୍ଧୁମାନେ, ସେ ଆପଣାର ନିଷ୍ପତ୍ତିରେ, ଆପଣାର ଚିନ୍ତାରେ, ଆପଣାର ଦୃଷ୍ଟିକୋଣରେ ମରିୟମଙ୍କୁ ଦେଖିଥିଲେ, କିନ୍ତୁ ପ୍ରଭୁଙ୍କର ଦୃଷ୍ଟିକୋଣ, ପ୍ରଭୁଙ୍କର ଚିନ୍ତା, ପ୍ରଭୁଙ୍କର ଯେଉଁ ସଂକଳ୍ପ ଅଲଗା ଅଟେ। ଅନେକ ସମୟରେ ଆମେ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀ ଭାବରେ ଆମ ଜୀବନର ଅନେକ ଚିନ୍ତାକୁ ମଧ୍ୟ ଆମ ଦୃଷ୍ଟିକୋଣରେ ଆମେ ଦେଖିଥାଉ। ଆମେ କହିଥାଉ ସେ ଲୋକଟା ସେମିତି, ସେ ଝିଅଟା ଏମିତି, ସେ ସ୍ତ୍ରୀଟା ସେମିତି, କିନ୍ତୁ ମୋର ପ୍ରିୟ ବନ୍ଧୁମାନେ, ଈଶ୍ୱରଙ୍କର ଦୃଷ୍ଟିକୋଣ ଅଲଗା ଅଟେ। ଈଶ୍ୱରଙ୍କର ଦୃଷ୍ଟିକୋଣ ଯେତେବେଳେ ଚିହ୍ନିଲେ ଯୋସେଫ, ସେଇ ସମୟରେ ସେ କଣ କରୁଛନ୍ତି? ଆପଣାର ସ୍ତ୍ରୀକୁ ଗ୍ରହଣ କଲେ। ପ୍ରଭୁ ପରମେଶ୍ୱର ତାଙ୍କୁ ପ୍ରକାଶ କରିବାର କାରଣ ହେଲା, ଯେଶାୟା ପୁସ୍ତକ ତାର 7 ପର୍ବର 14 ପଦରେ ଯେପରି ଲେଖାଗଲା, ଯେପରି ଜଣେ କନ୍ୟା ଗର୍ଭବତୀ ହେବ, ପୁତ୍ର ପ୍ରସବ କରିବ, ତାର ନାମ ଇମାନୁଏଲ ଦିଆଯିବ, ଏହା ଯେପରି ସଫଳ ହେବ, ସେଥିପାଇଁ ପ୍ରଭୁ ଯୋସେଫଙ୍କୁ ପ୍ରକାଶ କଲେ। ଚତୁର୍ଥ ଆଶୀର୍ବାଦ ହେଲା ପଥ ପ୍ରଦର୍ଶକ ହେବାର ଆଶୀର୍ବାଦ। ବଡଦିନର ଚତୁର୍ଥ ଆଶୀର୍ବାଦ, ପ୍ରଭୁ ଯୀଶୁ ଜଗତକୁ ଆସିଲେ, ପଣ୍ଡିତ ମାନଙ୍କୁ ବାଟ ଦେଖେଇଲେ, ହେରୋଦ ରାଜାଙ୍କୁ ବାଟ ଦେଖେଇଲେ, ମରିୟମକୁ ବାଟ ଦେଖେଇଲେ, ଯୋସେଫଙ୍କୁ ବାଟ ଦେଖେଇଲେ। ଆଜି ଆପଣଙ୍କୁ ମତେ ବାଟ ଦେଖେଇବା ପରମେଶ୍ୱର ହଉଛନ୍ତି ସେ। ହାଲେଲୁୟା। ସେ ହେଉଛନ୍ତି ପଥ ପ୍ରଦର୍ଶକ। ଆଜି ଯଦି ଆମ ଚିନ୍ତାରେ ଆମମାନେ ପଡି ଅବାଟରେ ଅଛୁ, ପ୍ରଭୁ କହୁଛନ୍ତି ତୁମେ ଫେରିଆସ। ପଞ୍ଚମ ଆଶୀର୍ବାଦ ଆଉ ଗୋଟାଏ ଦଳଙ୍କୁ ଦିଆଗଲା, ଯାହାକି ଆପଣ ମାନେ ଲୁକ ପୁସ୍ତକ ତାର 2 ଅଧ୍ୟାୟ ପୁଣି 10 ଏବଂ 11 ପଦ। ଅତ୍ୟନ୍ତ ଆନନ୍ଦଜନକ ସମ୍ବାଦ, ସେ ହେଉଛି ପଞ୍ଚମ ଆଶୀର୍ବାଦ। କାହା ପାଇଁ? ମେଷପାଳକ ମାନଙ୍କ ପାଇଁ। 2 ଅଧ୍ୟାୟର 10 ଏବଂ 11 ପଦ ପଢିବା। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି।
कारण आज दाऊदଙ୍କ नगରରେ तुम मान निमंते त्राणकर्ता जन्म ग्रहण करियछन से ख्रीष्ट प्रभु। बड़ दिन पंचम आशीर्वाद है भय दूर करी अत्यंत आनंद जनक सुसंवाद को ग्रहण करवा। जो भय थिला आमने समस्ते अनुभूति मध्य दे जाइछु। जो परिवार मानक दुख पड़िला से माने विशेष करी ताकू अति निकटतर भाव में देखिचंती। जो मानकर पॉजिटिव आसिला से माने मध्य दुख को मृत्यु को भय को अति निकटतर भाव में देखिचंती। किंतु प्रभु आपन को मते सुस्थ स्वास्थ्य दे रखिले आज यही उपासना रे जोग देवार देले। तेणु करी आम माने मुह लंबे बसिबार आवश्यक नाही मोर प्रिय बंधु माने, किंतु आनंद करिवार दिन। कारण प्रभु आम मानक निमंते अत्यंत आनंदजनक सुसमाचार आनी अछंती। काहींकि यह अति आनंदजनक प्रथम कथा है कारण त्राणकर्ता जन्मी अछंती। से निजे आश्चर्य, तांको जन्म आश्चर्य, तांको आगमन आश्चर्य, मनुष्य शरीर धारण करबा मध्य आश्चर्य आज पर्यंत रहस्यमय अटे। द्वितीय रे काहींकि ताहा आनंद कारण प्रभु निजे आसी अछंती। असंख्य दूत मानक मध्यरु प्रभु जगत रे आनंद देवा पाई काहाकू प्रेरण करि नाहंती, किंतु से निजे आसी अछंती। तृतीय रे काहींकि आनंद कारण असुचि मानक सूचि करिबा पाई, अपवित्र मानक पवित्र करिबा पाई, जो माने दूर रे थिले से मानक निकट को आनिबा पाई प्रभुंकर आगमन हैला। तेणु करी यह अत्यंत आनंदजनक सुसमाचार। मेष पालक माने सेमानकर बहुत बा सेमानकर समय गुड़ाक प्राय सेमाने मेष मानकर सहित ही रुहंती। तेणु सेमानंकु स्मरणीयली आंती सेमाने मेष मानकर सहित ही सेमानकर दायित्व जॉब। प्रिय बंधु माने से परी असुचि मंदिर मानरू मंदिर ठारू दूरे थिबा लोक मानक पई प्रथमे संवाद आसिला। स्वर्गर दूत सेही असुचि बोली लोके भाबुथिबा लोक मानक निकट को आसिला। जो माने कि मंदिर मध्य जाजक माने अछंती, राज उवासरे राजा अछंती, फारुसी माने साधुसी माने पवित्र जीवन काटिबा पई चेष्टा करुथिले बाहिक भावरे सेमानक निकट को संवाद न आसी मो परि जणे असुचि अपवित्र मनुष्य निकट को आसी पहुंचिला सेही सुसंवाद। तेणु करी यह अत्यंत आनंदजनक। प्रिय बंधु माने आज आपण जदि भाबुचंती मो परि पापी केही नुह, दैट इज द पॉइंट ऑफ रिपेंटेंस स्टार्टेड इन यू। आपण जदि निजको भाबुचंती मु जणे महापापी बोली तेबे सेठी परिवर्तन जीवनर लक्षण देखागला। आपण ताकू जोर करंतु, केबे मु धार्मिक बोली भाबंतु नाही। जेबे धार्मिक बोली आमे भाबु आमे गर्व अहंकार मध्य को चली जाई थाउ। प्रभु से दिन दुखी पापी लोक मान को निमंते जन्म नेले। लूक पुस्तक तार 1 पर्वर 51 रु 53 पद पढ़िबे। प्रथम करंतियो 1 पर्व 26 रु 29 पर्यंत आपण पढ़िबे। पापी दुखी लोक मान को निमंते प्रभु आसिले। चतुर्थ कारण मेषपालक ईश्वरंकर मेषपालक भावरे से जगत को आसिले। केवल मेषपालक नुह किंतु ईश्वरंकर मेष शावक भावरे मध्य जगत को से आसिले। से ही मेषपालक, से ही मेष शावक। जहन पुस्तक तार 1 पर्वर 29 पदरे आम माने देखि थाओ। पुणी यही सुसंवाद कहा निकटरे पहुंचिला जो माने कि प्रैक्टिकल लोक माने, जो माने कि भल रचना करी जानी नाहंती किंबा एक्स्ट्रा वैगेंजा करी वर्णना करिबारी जानी नाहंती, साधारण लोक मान को निकटरे आसी पहुंचिला। जहा कि से माने अन्य मान को कहिले लोक माने ग्रहण कले। जदि से माने टिके बड़ बड़ करी कथा कहिबार जानी थांते तेबे लोक माने कहि थांते ए मान को कथा छाड़म, को जिसु जन्म हेले, को राजा जन्म हेले, ए माने खाली एपड़ सेपड़ करी कहउचंती। किंतु एही मेषपालक माने प्रैक्टिकल पीपल, वेरी सिंपल पीपल, से मानकर कथा से दिन ग्रहण करा जाइथिला। तेणु पंचम आशीर्वाद हैला अत्यंत आनंदजनक आशीर्वाद। षष्ठ विषय आमने चिंता करिबा से लूक पुस्तक तार 2 अध्याय तार 36 पदरु 38 पद। षष्ठ आशीर्वाद मुक्तिर आशीर्वाद काहाकू मिलिला? हान्ना बोली जणे वृद्धा दासी थिले, जे कि 7 वर्ष स्वामींकर सहित रहिला परे
ଚଉରାଅଶୀ ବର୍ଷ କାଳ ବିଧବା ଭାବରେ ମନ୍ଦିର ମଧ୍ୟରେ ରହି ଉପବାସ ପ୍ରାର୍ଥନାର ସହିତ ମନ୍ଦିର ପରିତ୍ୟାଗ ନ କରି ସେ ଅପେକ୍ଷା କରିଥିଲେ ଜଣେ ତ୍ରାଣକର୍ତ୍ତାଙ୍କୁ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅଷ୍ଟମ ଦିନରେ ତାଙ୍କୁ ମନ୍ଦିରକୁ ନିଆଗଲା, ସେଇ ସମୟରେ ହାନା ସେଇଠି ପହଞ୍ଚିଲେ। ଆଉ ସେ କଣ କହୁଛନ୍ତି ଯେ ଆଉ 38 ପଦରେ ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ସ୍ତୁତିବାଦ କରୁ କରୁ ଜେରୁସାଲେମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ। ମୁକ୍ତି, ଉଦ୍ଧାର, ରିଡିମ୍ପସନ କାହାକୁ ଆସିଲା? ହାନାକୁ ଆସିଲା। ମୋର ପ୍ରିୟ ଭାଇ ଭଉଣୀ ମାନେ, ହାନା ବିଷୟରେ ମୁଁ ପଦେ କହିବି। ହାନା ଇସ୍ରାଏଲର ନିଦର୍ଶନ ସ୍ୱରୂପ ଅଟେ। କେମିତି? ହାନା 7 ବର୍ଷ କାଳ କେବଳ ସ୍ୱାମୀର ସୁଖ ପାଇଲେ, 84 ବର୍ଷ କାଳ ବିଧବା ହେଇକି ରହିଲେ। ଇସ୍ରାଏଲ ମଧ୍ୟ ଈଶ୍ୱରଙ୍କର ବିବାହିତା ଭାର୍ଯ୍ୟା, କିନ୍ତୁ ସେ କେବଳ ଅଳ୍ପ ସମୟ ପରମେଶ୍ୱରଙ୍କର ସହିତ ସ୍ୱାମୀ ସ୍ତ୍ରୀ ଭାବରେ ରହିଲେ। ବହୁ କାଳ ସେ କଣ ହେଲେ? ବନ୍ଦୀ ହେଲେ। ବହୁ କାଳ ସେ ନିର୍ଯାତିତ ହେଲେ। ବହୁ କାଳ ସେ ମିଶରକୁ ଗଲେ, ବାବିଲୋନକୁ ଗଲେ, ଏପଟେ ସେପଟେ ଗଲେ। କିନ୍ତୁ ବର୍ତ୍ତମାନ ତାର ମୁକ୍ତି ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ନେଲେ ଜଗତକୁ। ହାନା ମଧ୍ୟ ଜଣେ ବିଶ୍ୱାସୀର ନିଦର୍ଶନ ଅଟେ। ବିଶ୍ୱାସୀର ଜୀବନରେ ମଧ୍ୟ ଦୁଃଖ କଷ୍ଟ, ସ୍ୱାମୀଙ୍କର ସହିତ ରହିବା 7 ବର୍ଷର ଅନୁଭୂତି ମାତ୍ର, କିନ୍ତୁ ତାର କ୍ଲେଶ ଅନେକ ବୋଲି ବାକ୍ୟରେ ଲେଖାଯାଏ। ଧାର୍ମିକର ସଙ୍କଟ ଅନେକ ବୋଲି ଲେଖାଯାଏ। କିନ୍ତୁ ହାନା ଯେପରି ଉପବାସ ପ୍ରାର୍ଥନା କରି ସ୍ଥିର ରହିଲେ, ଆଜି ବିଶ୍ୱାସୀ ମଧ୍ୟ ସେହିପରି ଭାବରେ ସ୍ଥିର ରହିବା ଦ୍ୱାରା ମୁକ୍ତିର ଦିନ ଆମେ ଦେଖିବା। ପ୍ରଭୁ ଆମମାନଙ୍କୁ କଷ୍ଟରୁ ଉଦ୍ଧାର କରିବେ, ରୋଗରୁ ଉଦ୍ଧାର କରିବେ। ସମସ୍ତ ଦ୍ୱାର ଯାହା ବନ୍ଦ ହେଇଯାଇଛି ତାକୁ ଖୋଲିବା ପାଇଁ ଜଣେ ପ୍ରଭୁ ଆସିଛନ୍ତି ଏଇ ବଡ଼ ଦିନରେ। ସେ ହେଉଛନ୍ତି ଆମମାନଙ୍କର ମୁକ୍ତିକର୍ତ୍ତା। ବାତିମୟ ଅନ୍ଧ ଅପେକ୍ଷା କରିଥିଲା ତାଙ୍କୁ, ଆସିଲେ, ତାଙ୍କର ଚକ୍ଷୁ ତାଙ୍କୁ ଖୋଲିଦେଲେ। 38 ବର୍ଷ ଧରି ବେଥସାଇଦା ପୁଷ୍କରିଣୀରେ ପଡି ରହିଥିଲେ ଜଣେ। ଯୀଶୁଙ୍କର ଜନ୍ମ ହେବାର 5 ବର୍ଷ ପୂର୍ବରୁ ସେଥିରେ ଆଡମିଟ ହେଇଥିଲେ, ସୁସ୍ଥତା ପାଇନଥିଲେ, ଅପେକ୍ଷା କରିଥିଲେ। 33.5 ବର୍ଷ ସମୟରେ ଯୀଶୁ ଯେତେବେଳେ କି ବେଥସାଇଦା ପୁଷ୍କରିଣୀ କି ଗଲେ, ସେଇ ସମୟରେ ତାକୁ ସୁସ୍ଥତା ଦେଲେ। ପ୍ରିୟ ବନ୍ଧୁ ମାନେ, ଆଜି କି ଆମେ ମୁକ୍ତିର ଅପେକ୍ଷାରେ ଅଛୁ। ପ୍ରଭୁ ଆମମାନଙ୍କୁ ମୁକ୍ତି ଦେବେ। ସପ୍ତମ ବିଷୟ କହି ମୁଁ ଶେଷ କରିବି। ସପ୍ତମ ଆଶୀର୍ବାଦ, ଶାନ୍ତିର ଆଶୀର୍ବାଦ କାହାକୁ ମିଳିଲା? ଲୁକ ପୁସ୍ତକ 2 ପର୍ବର 25 ପଦରେ ଦେଖିବେ, ସିମିଓନ ବୋଲି ଜଣେ ପ୍ରଭୁ ଭକ୍ତ ଧାର୍ମିକ ଲୋକ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ। ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରୁଥିଲେ। ସେପରି ଜଣେ ଲୋକ ଅପେକ୍ଷା କରିଥିଲେ। ଯୀଶୁଙ୍କୁ ଯେତେବେଳେ ମନ୍ଦିରକୁ ନିଆଗଲା, ସିମିଓନ ସେହି ସ୍ଥାନରେ ପହଞ୍ଚିଲେ। ପ୍ରିୟ ବନ୍ଧୁ ମାନେ, ସପ୍ତମ ଆଶୀର୍ବାଦ ହେଲା ଶାନ୍ତି। କାରଣ ଯିଶାୟା ପୁସ୍ତକ ତାର 9 ପର୍ବର 6 ପଦରେ ଲେଖା ଅଛି ଯେ ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା ଆଉ ଶାନ୍ତି ରାଜା ହେବେ। ସିମିଓନ ଅପେକ୍ଷା କରିଥିଲେ, ଆମେ ମଧ୍ୟ ଅପେକ୍ଷା କରିଛୁ ସେ ଶାନ୍ତି ରାଜାକୁ, ଯେ କି ଜନ୍ମ ନେଲେ ଜଗତ ମଧ୍ୟରେ। ପୁଣି ମୋର ପ୍ରିୟ ବନ୍ଧୁ ମାନେ, ସେହି ଶାନ୍ତି ରାଜା ତାଙ୍କର ଶାନ୍ତି ଆମମାନଙ୍କୁ ପ୍ରଦାନ କରିଛନ୍ତି। ଯୋହନ 14 ପର୍ବର 27 ପଦରେ, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ, ମୁଁ ତୁମମାନଙ୍କୁ ସେପରି ଦାନ କରୁନାହିଁ। ତୁମମାନଙ୍କର ହୃଦୟ ଉଦ୍ବିଗ୍ନ ନ ହେଉ କି ଭୟଗ୍ରସ୍ତ ନ ହେଉ। ପ୍ରିୟ ବନ୍ଧୁ ମାନେ, କଲସ୍ୟ ପୁସ୍ତକ 1 ପର୍ବର 20 ପଦରେ ଲେଖା ଅଛି ଯେ ତାହାଙ୍କର କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରିଅଛନ୍ତି। ସପ୍ତମ ଆଶୀର୍ବାଦ ହେଲା ଶାନ୍ତିର ଆଶୀର୍ବାଦ। ଯିଶାୟା ପୁସ୍ତକ ତାର 26 ଅଧ୍ୟାୟ ତାର 3 ପଦରେ ଏହି କଥା ଲେଖାଯାଏ, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ। ତାହାକୁ ତୁମେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ। ଏହି 7 ଗୋଟି ଆଶୀର୍ବାଦ ଆଜି ଆପଣଙ୍କ ପାଇଁ, ଆଜି ମଣ୍ଡଳୀ ପାଇଁ, ଆଜି ପ୍ରତ୍ୟେକ ବ୍ୟକ୍ତିଗତ ଜୀବନ ପାଇଁ। ପ୍ରିୟ ବନ୍ଧୁ ମାନେ, ସେହି ଆଶୀର୍ବାଦର ଉପହାର ଆଜି ଆପଣମାନଙ୍କର ସମ୍ମୁଖରେ। ବଡ଼ଦିନର 7 ଗୋଟି ଉପହାର, 7 ଗୋଟି ଆଶୀର୍ବାଦ ମୁଁ ଆଜି ଆପଣମାନଙ୍କର ସମ୍ମୁଖରେ ରଖିଲି। ଯଦି ଆପଣ ଏ ପର୍ଯ୍ୟନ୍ତ ଗୋଟେ ବି ପାଇନାହାନ୍ତି, ଆଜି ବି ସମୟ ଅଛି।
आपण जे भी हेतु ना कहीं वाक्य कहे हे परिश्रांत भारग्रस्त लोक समस्ते मो निकट को आस आमे तुमको शांति देवा आमे तुमको विश्राम देवा आमे तुमको अनंत जीवन देवा आमे तुमको नूतन जीवन देवा आमे तुमको स्वर्गर यात्री कराइबा आम माने तुमको पापीमय जगत पापमय जगत मध्यरु एक स्वर्गर यात्री कराइबा प्रभु आम मान को आशीर्वाद करंतु आसंतु आम माने प्रार्थना स्वर्गवासी पिता आमे तुम धन्यवाद दउछु एई बड़ दिनर सप्त आशीर्वाद आम हृदय को स्पर्श करू जेपरिकी मरियम पाइले जोसेफ पाइले हान्ना पाइला सिमियोन पाइला जिखरिय पाइले एलिजाबेथ पाइले मेषपालक माने पाइले आज आमे मध्य पाइबु प्रभु आम मान को से अनुग्रह कर प्रभु तुमर से आशीर्वाद आम जीवन रे रहू मंडली को आशीर्वाद कर जो माने वाक्य शुणी तुमर नाम नहीं तुम ठारे विश्वास करी त्राणकर्ता भाव में तुमको ग्रहण करंतु ओ समस्त आशीर्वाद अंशी हेउंतु मंडली को आशीर्वाद कर आज रही नुआ भाव में करिथिबा उपासना को तुम्हें सफल करैछ बोली धन्यवाद दउछु यीशुଙ୍କ नाम रे मागुअछु आमेन एतेबेले पिता परमेश्वरଙ୍କର असीम प्रेम त्राणकर्ता प्रभु यीशु ख्रीष्टଙ୍କର अनुग्रह एवं दया पवित्र आत्माଙ୍କର चिरंतन शांति सुमधुर सहभागिता चेतना प्रेरणा सांत्वना आम समस्तଙ୍କ प्रति मंडली प्रति संगे रही उपकार करंतु आमेन 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 प्रभु आपण मान को आशीर्वाद करंतु थैंक यू गॉड ब्लेस यू टिके टिके रहो आमेन।